ମୁଁ ତୁମକୁ ବାରମ୍ବାର କହୁଛି ସେ ବାଘଟା ଆସିବନି। ତମେ ମୋ କଥାକୁ ବୁଝୁନା କାହିଁକି? ହଉ ଠିକ ଅଛି, ସେ ବାଘଟା ଏଠି ଚାଲି ଯାଇଛି ଆଉ ତମକୁ ମୁଁ ରକ୍ଷା କରିଦେଇଛି। ତମ ରାସ୍ତା ତମେ ଯାଅ ଆଉ ମୋ ରାସ୍ତାରେ ମତେ ଯିବାକୁ ଦିଅ, ଠିକ ଅଛି? अरे टिके सुन। ଆରେ ମତେ ଡାକିଲ କାହିଁକି? ମୁଁ ତମକୁ ଡାକିଲି? ଆରେ ମୁଁ ତମକୁ କେତେବେଳେ ଡାକିଲି? ଆରେ ମତେ କଣ ବଧିର ଭାବିଛ? ତମେ ମତେ ଡାକିଛ ଆଉ ମୁଁ ଶୁଣିଛି। ଆରେ ମୁଁ ତମକୁ ଡାକିନି ହେଲା। ତମେ ତମେ ବୋଧେ ଅଲଗା ଶୁଣିଥିବ। ମୁଁ ତମକୁ ଜମାରୁ ଡାକିନି। ସତରେ ତ ମତେ ଡାକିନ? ହଁ। ଠିକ ଅଛି, ତାହେଲେ ତମ ପାଖରେ ରହିବାକୁ କିଛି ଲାଭ ନାହିଁ। ଠିକ ଅଛି, ଯାଉଛି। ଯଦି ତମେ ମତେ ଡାକିନ, ଠିକ ଅଛି। अरे टिके सुन। ତମେ ମତେ ପୁଣି ଡାକିଲ ଏମିତି ଅନେଇଛ କାହିଁକି? ତମକୁ ବାରମ୍ବାର ଡାକୁଛି ହେଲେ ତମେ ମୋ କଥାକୁ ଶୁଣୁନ କାହିଁକି? ମୁଁ ତମକୁ ଅନୁନଥିଲି। ମୁଁ ନା କୋଉ ଗୋଟେ ସପନରେ ଚାଲି ଯାଇଥିଲି। ସ୍ୱପ୍ନ ସ୍ୱପ୍ନ ଦେଖୁଛ? ଆଚ୍ଛା, ଏ ତମେ ମତେ ପୁଣି ଡାକିଲ ଆଉ ମୁଁ ଆସିଗଲି। ଆଉ ମୁଁ ତମକୁ ପଚାରିବି ମତେ କାହିଁକି ଡାକିଲ ବୋଲି, ହେଲେ ତମେ କହିବ ନା ମୁଁ ତମକୁ ଡାକିନି। ଆରେ ନାଇଁ 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 ନାଇଁ, ଏବେ ନା ମୁଁ ହିଁ ତମକୁ ଡାକିଛି। ହେଲେ ତମ ଡାକିବାର ଉଦ୍ଦେଶ୍ୟ କଣ? ମତେ କାହିଁକି ଡାକିଛ? ଦେଖ ବନ୍ଧୁ, ସେ ବାଘ ବୋଲି ମତେ ରକ୍ଷା କରି ତମେ ମତେ ନୂଆ ଜୀବନ ଦେଇଛ। ଆଉ ଯେତେବେଳେ ତମେ ମତେ ନୂଆ ଜୀବନ ଦେଇଛ, ମୁଁ କଣ ତମକୁ ଧନ୍ୟବାଦ ଟିକେ ବି ଦେବିନି? ଆରେ ଧନ୍ୟବାଦ ଦେବାକୁ କିଛି ଆବଶ୍ୟକତା ନାହିଁ, କାହିଁକି ନା ମୋ ଜାଗାରେ କେହି ଅନ୍ୟ ଥିଲେ ବି ତମକୁ ନିଶ୍ଚୟ ସାହାଯ୍ୟତା କରିଥାନ୍ତି। କାହିଁକି ନା ଗୋଟେ ଅବଲା ଝିଅକୁ ବଞ୍ଚେଇବାଟା ଗୋଟେ ହଉଛି ମାନବତା ଧର୍ମ। ତଥାପି ବନ୍ଧୁ, ମୁଁ ତମକୁ ନିଶ୍ଚୟ ଧନ୍ୟବାଦ ଦେବି। ତାହେଲେ ଦିଅ ତମ ଧନ୍ୟବାଦ ନେଇକି ମୁଁ ଏ ପୋଷାକରେ ବାନ୍ଧିବି ତମ ଧନ୍ୟବାଦକୁ ଆଉ ମୋ ଘରକୁ ନେବି ଆଉ ତାକୁ ଖାଇବି। ହଉ ଠିକ ଅଛି, ତାହେଲେ ନିଅ। ଧନ୍ୟବାଦ। ଦିଅ। ଆରେ ଧନ୍ୟବାଦ। ତମେ ମାଗୁଛ ଧନ୍ୟବାଦ, ପୁଣି ତୁ କହୁଛ? କହିଲି ନା ତମ ଧନ୍ୟବାଦର ଆଉ କିଛି ମତେ ଆବଶ୍ୟକତା ନାହିଁ। ଜାଣିଛ, ମୁଁ ତୁମକୁ ଧନ୍ୟବାଦ ଦେବି ଯେ ମତେ ଏଠୁ ଯିବାକୁ ଦିଅ। ବାରମ୍ବାର ମତେ ଡାକନି ଆଉ ମୋ ସମୟକୁ ନଷ୍ଟ କରନି। ନାଇଁ 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 ନାଇଁ, ହେଲେ ଟିକେ ଶୁଣ। ଏଠାରୁ ଯାଉନି। ତମେ ଯେତେବେଳେ ମତେ ରକ୍ଷା କରିଛ, ମୋର ଇଚ୍ଛା ହଉଛି ତମ ପରିଚୟ ଟିକେ ଶୁଣିବା ପାଇଁ। ମୋ ପରିଚୟ? ହଁ। ମୋ ପରିଚୟ ନିଶ୍ଚୟ ଦେବି, ହେଲେ ତମକୁ ଗୋଟେ ସର୍ତ୍ତରେ ଦେବି। ସର୍ତ୍ତ ମାନେ? ସର୍ତ୍ତ ମାନେ ଯଦି ତମେ ମୋ ସର୍ତ୍ତରେ ରାଜି ତାହେଲେ ତମ ସର୍ତ୍ତକୁ କହିବି ନା। ହଉ ଠିକ ଅଛି, ମୁଁ ତମ ସର୍ତ୍ତରେ ନିଶ୍ଚୟ ରାଜି ହେବି। ତାହେଲେ ଶୁଣ, ଯଦି ମୁଁ ତୁମକୁ ମୋ ପରିଚୟ ଦେଇଦେବି ତାହେଲେ ଛଣ ମୁହୂର୍ତ୍ତ ବି ଆଉ ମତେ ଡାକିବନି ନା ଏଠି ରଖିବନି। ମତେ ଶୀଘ୍ର ମତେ ଯିବାକୁ ଦେବ। ହଉ ଠିକ ଅଛି। ତାହେଲେ ଶୁଣ ମୋ ପରିଚୟ। ହଁ। ଶୁଣଲ ରୂପସୀ ପରିଚୟ ମୋର, ରତ୍ନଗଣ ରାଜେ ଅଟେ ଘର ମୋର, ଋତୁରାଜ ନାମ ସତୀ ମୋହର। ଆରେ ହଁ,
ଶୁଣଲ ରୂପସୀ ପରିଚୟ ମୋର ରତ୍ନଗଡ଼ ରାଜେ ଅଟେ ମୋର ଘର ଋତୁରାଜ ନାମ ଅଟେ ମୋହର ଋତୁରାଜ ନାମ ଅଟେ ମୋହର ହାତରେ ଏମିତି ମୋ ପଛରେ ଗୁଡ଼େ ଅଛ କାହିଁକି? ଆରେ ମୁଁ ତମ ପଛେ ପଛେ କେତେବେଳେ ଯାଉଛି? ତମେ ତମେ ସେଇଠି ଥାଅ ମୋ ପରିଚୟ ଶୁଣ। ହଉ ଠିକ ଅଛି ମୁଁ ଏମିତି ଠିଆ ହେଇ- ରାଜନତାପନ ମୋ ପିଆରା ଆଳିଆଲା ତାଙ୍କ ମୋ କୁମରା ରାଜନତାପନ ମୋ ପିଆରା ଆଳିଆଲା ତାଙ୍କ ମୋ କୁମରା ମାତା ମୋରା ସଦା ମିଳେ ମାତା ମୋରା ସଦା ମିଳେ ଏହି ଠିକଣା ମୋରା ଶୁଣଲ ରୂପସୀ ପରିଚୟ ମୋର ରତ୍ନଗଣ ରାଜେ ଅଟେ ମୋର ଘର ଋତୁରାଜ ନାମ ଅଟେ ମୋହର ଋତୁରାଜ ନାମ ଅଟେ ମୋହର ତାହେଲେ ତମେ ହଉଛ ଜଣେ ରାଜକୁମାର ଆଉ ତମ ନାମ ଋତୁରାଜ। ଆରେ ବା ସତରେ କେତେ ସୁନ୍ଦର ନାଁଟେ ହେଇଛି ତମର। ଆରେ ହଁ ମୋ ନାଁ ଅଛି ଋତୁରାଜ। ହଁ ଋତୁରାଜ ମାନେ ଜାଣିଛ ଋତୁର ରାଜା। ଋତୁର ରାଜା। ଆରେ ହଁ ଋତୁର ରାଜା ମାନେ ବସନ୍ତ। ଆଉ ଏ ବସନ୍ତ ଋତୁକୁ ସମସ୍ତେ ଭଲ ପାଆନ୍ତି। ହଁ ସେଇଥିପାଇଁ ଏ ଋତୁରାଜକୁ ବି ସମସ୍ତେ ଭଲ ପାଆନ୍ତି। ହଁ ହଁ ସେ ଭଳି ତ ମତେ ବି ଲାଗୁଛି। ଆରେ ମୁଁ ସତ କହୁଛି ମୁଁ ତୁମକୁ ଗୋଟେ ସର୍ତ୍ତରେ ମୋ ପରିଚୟ ଦେଇଥିଲି। ହଁ ତମେ ସେଇ ସର୍ତ୍ତକୁ ରଖି ମୋତେ ମୋ ଘରକୁ ଯିବାକୁ ଦିଅ ଆଉ ତମ ରାସ୍ତାରେ ତମେ ବି ଚାଲିଯାଅ। ଆରେ ମୁଁ କଣ ତମକୁ ମନା କରୁଛି? ଠିକ ଅଛି ନା ତାହେଲେ ମୁଁ ଯାଉଛି। ହଉ ତମ ରାସ୍ତାରେ ଚାଲିଯାଅ ନହେଲେ ସେ ବାଘ ପୁଣି ଆସି ତମକୁ ଖାଇଦବ। ଆରେ ଯାଉନ। ଆରେ ଟିକେ ଶୁଣ। ଆରେ ଟିକେ ଶୁଣ। ଆଉ ମୁଁ ଏଠୁ ଚାଲି ଯାଉଥିଲି ଏ ତମେ ପୁଣି ମୁଁ ଅଛି ଋତୁରାଜ କାହିଁକି ମତେ ବାରମ୍ବାର କହି ଡାକୁଛ? କହିବି ନା ଆଉ କଣ କହିବି? ତମେ ମୋ ପରିଚୟ ଶୁଣି ସାରିଛ। ମୁଁ ଅଛି ଋତୁର ରାଜା ଋତୁରାଜ। ଜାଣିଛ ତ? ହେଲେ ଜାଣିଛ ବୀର ତମେ ସେ ବାଘ ମନୁ ମତେ ରକ୍ଷା କରିଥିବାର ତମ ସେ ପରାକ୍ରମ ତମ ସେ ଶକ୍ତିଶାଳୀ ରୂପକୁ ଦେଖି ଜାଣିଛ
ମୋ ମନରେ ତମ ପାଇଁ କିଛି କିଛି ହେବାକୁ ଲାଗିଛି। କିଛି କିଛି ଆରେ ହଁ, ସେ କିଛି କିଛିର ମାନେ ମୁଁ କିଛି ଜାଣିପାରୁନି। ଆରେ କିଛି କିଛି ମାନେ ତମେ କିଛି ଜାଣୁନ? ହଁ ସେ କିଛି କିଛି ମାନେ ମୁଁ କିଛି ଜାଣୁନି। ମୁଁ ତମକୁ କେମିତି ବୁଝେଇବି? ସତରେ ମୁଁ ବି କିଛି ବୁଝିପାରୁନି। ତମେ କେମିତି ବୁଝେଇବ, ମୁଁ କେମିତି ବୁଝିବି, ସେ କଥା ବି ମୁଁ ବୁଝିପାରୁନି। ହେଲେ କିନ୍ତୁ ମତେ ତମକୁ ଯେମିତି ହେଲେ ବି ବୁଝେଇବାକୁ ପଡିବ। ତମେ ତ ମତେ ଯେମିତି ବି ବୁଝେଇବ, ହେଲେ ମୁଁ ବୁଝିବାକୁ ଚାହୁଁନି। ଆରେ ମୁଁ ଯଦି ତମକୁ ଭଲ ଭାବରେ ବୁଝେଇଦେବି ନା, ତମେ ବି ନିଶ୍ଚୟ ବୁଝିଯିବ। ନିଶ୍ଚୟ ବୁଝିଯିବି। ହଁ, ତାହେଲେ ଠିକ ଅଛି, ମୁଁ ବି ବୁଝିବାକୁ ଚେଷ୍ଟା କରୁଛି ତମେ ମତେ କେମିତି ବୁଝାଉଛ। ଜାଣିଛ ବିରା, ପ୍ରଥମ ଦେଖାରୁ ହିଁ ହଁ ହଁ ଆଗକୁ କୁହ, ପ୍ରଥମ ଦେଖାରେ କଣ? ମୁଁ ନା ଆରେ ତମେ କଣ? ମୁଁ ନା ତମକୁ ଭଲ ପାଇ ବସିଛି। ଭଲ ପାଇ ବସିଛ ହଁ, ପୁଣି ପ୍ରଥମ ଦେଖାରେ? ହଁ। ବାରେ ନାରୀ, କେତେ ରୂପତର କେତେ କାହାଣୀ। ପୁଣି ମତେ ଭଲ ପାଉଛ ପ୍ରଥମ ଦେଖାରେ। ଏଇ ଅଳ୍ପ ସମୟ ହେଇଛି ତମେ ମତେ ଦେଖିଛ, ଆଉ ସେ ଅଳ୍ପ ସମୟ ମଧ୍ୟରେ ତମେ ମତେ ଭଲ ପାଇସାରିଲ। ହେଲେ ବିରା, ବାଃ, ପ୍ରେମ କରିବାକୁ କଣ ସମୟ ଲାଗେ? ଲୋକେ କହନ୍ତି ଯାହାକୁ ଯିଏ ଭଲ ପାଏ ନା, ପ୍ରଥମ ଦେଖାରେ ହିଁ ଭଲ ପାଇବା ହେଇଯାଏ। ଆଉ ସେମିତି ପ୍ରେମ ଆଜି ତମ ସହିତ ମତେ ହେଇଯାଇଛି। ତମକୁ ସିନା ହେଇଛି, ହେଲେ ମତେ ସେ ପ୍ରଥମ ଦେଖାର ପ୍ରେମ ଦରକାର ନାହିଁ। ଆରେ ଧୈର୍ଯ୍ୟ ଧର, ମତେ ଯେମିତି ପ୍ରେମ ହେଇଛି ତମକୁ ମଧ୍ୟ ନିଶ୍ଚୟ ଆ, ହେଇଯିବ। ପ୍ରଥମ ଦେଖାରେ ପୁଣି ମତେ? ହଁ, ଆରେ ଯାଅ ମ, କଣ ମତେ ଭଲ ପାଉଛ? ଆରେ ଆଁ? ଏତେ ହଟ୍ଟା କାହିଁ ଅଛୁ ମ? ଆରେ ମତେ ଯିବାକୁ ଦିଅ। ଆରେ ଯାଅନି, ଏତେ ବେଶୀ ହଟ୍ଟା ହୁଅନି। ଫେରିଆସ ମୋ ପାଖକୁ। ମୋର ସାବଧାନ କରୁଛ କେତେ ହଟ, ପ୍ରେମ ପ୍ରୀତିରେ ଯିବା হে ମାତି, ଆସ হে ରସିକ। ପାଖକୁ ମୋର ସାବଧାନ କରୁଛ କେତେ ହଟ, ପାଖକୁ ମୋର ସାବଧାନ କରୁଛ କେତେ ହଟ, ଯିବା হে ମାତି, ଆସ হে ରସିକ, ପ୍ରେମ ପ୍ରୀତିରେ ଯିବା হে ମାତି, ଆସ হে ରସିକ। ଆରେ ନିର୍ଲଜ୍ଜ ଝିଅ, ମୁଁ ହଉଛି ଗୋଟେ ଅଜଣା ପୁରୁଷ, ଆଉ ଏ ଅଜଣା ପୁରୁଷକୁ ତମେ ଏମିତି ଛୁଇଁବା ଉଚିତ ନୁହଁ। ତମେ ସତ କହୁଛ, ଆରେ ତମେ ଚାଲିଯାଅ। ତମେ ଜାଣିନ କି ପ୍ରେମରେ କିଛି ବି ହେଇପାରେ। ହେଲେ ସେ ପ୍ରେମର କିଛି ବି ହେଇପାରେ, ସେ କିଛି ବି ମୁଁ କିଛି ବି ଜାଣେ ନା। ତମେ ଏଠୁ ଚାଲିଯାଅ। ହେ ଶୁଣ, ଫୁଲ ପାଇଛି ଭ୍ରମର ପ୍ରିୟ, ଲାଗେ ଲୋକେରେ ମଧୁର, ପାଇ ପାଇଛି ଜହ୍ନ ଯୋଜନ, ତୋର ଘରେ ମନ ଆକୁର। ଫୁଲ ପାଇଛି ଭ୍ରମର
ବୁଝୁନ ମୁଁ ତୁମକୁ ବାରମ୍ବାର କହୁଛି ଭଲ ପାଇନି ବୋଲି ହେଲେ ତମେ ବାରମ୍ବାର ମୋତେ ଏମିତି ଛୁଉଁଛ କାହିଁକି? ଆରେ ମୁଁ ପରା ତମକୁ ଭଲ ପାଉଛି, ମୁଁ ତମକୁ ଛୁଇଁବି, ସବୁ କରିବି। ଆରେ ତମକୁ ମୁଁ ଭଲ ପାଇନି ମାନେ ଭଲ ପାଇନି, ତମେ ଏଠୁ ଶୀଘ୍ର ଚାଲିଯାଅ। ଆରେ ତମେ କଣ ଭୁଲି ଯାଉଛ? ଆରେ ପ୍ରେମ କରିବାକୁ ଇଚ୍ଛା ମୋ ନାହିଁ, ଦୂରରେ ରହ ମତେ ଆସନା ନାହିଁ, ତମ ମୁହଁକୁ ଦେଖି ଘୃଣା ଲାଗୁଛି କାଇଁ? ଆରେ ତୁ ଚାଲି ଯାଅ। ନା, ମୁଁ ଜମାରୁ ଯିବିନି। ତମକୁ ଟିକେ ଲାଜ ଲାଗୁନି? ଆରେ ଲାଜ କାହିଁକି ଲାଗିବ ଯେ? ମୁଁ ପରା ପ୍ରଥମ ଦେଖାରେ ତମକୁ ପ୍ରେମ କରୁଛି। ଝିଅ ହେଇ ଲାଜ ନାହିଁ ତମ ଟିକେ, ପାଖକୁ ଆସୁଛ କାହିଁକି ଏତେ? ମନରେ ତମକୁ ରଖି ପାରିବିନି, ଦୂରରେ ରହିଯାଅ ଚାଲିଯାଅ। ସମୟକୁ ମୋର ତୁ ନଷ୍ଟ କରନି, ହାତ ଯୋଡୁଅଛି ଆଉ କଷ୍ଟ ଦିଅନି, ଦୂରେ ରୁହ ଆଉ ଛୁଅ ନା ମତେ, ଦୂରେ ତୁ ଛୁଅ ଆଉ ଛୁଅ ନା ମତେ। ତମ ମୁହଁକୁ ଦେଖିଲେ ନା ମତେ ଘୃଣା ଲାଗୁଛି, ଘୃଣା। ଆରେ ମୁଁ କଣ ଏତେ ଖରାପ ଦେଖାଯାଉଛି? ତମେ ଖରାପ ନୁହଁ, ତମ ଚରିତ୍ର ଖରାପ। ମୋ ଚରିତ୍ର କାହିଁକି ଖରାପ ହବ ଯେ? ତମ ଚରିତ୍ର କାହିଁକି ଖରାପ ଶୁଣିବ? ହଁ, କାହିଁକି ନା ତମେ ଗୋଟେ ଅଜଣା ପୁରୁଷକୁ ଏମିତି ବାଧ୍ୟ କରିଛ ପ୍ରେମ କରିବା ପାଇଁ। ଆରେ ମୁଁ ତମକୁ କେମିତି ବୁଝେଇବି? ମୁଁ ବି ଜମାରେ ବୁଝିପାରୁନି। ହାତୀ ଭଳିଆ ହେଇଛ, ଆଉ ପ୍ରେମ କରିବାକୁ କହିଲେ ମୂଷା ଭଳିଆ ଚୁ 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 ହଉଛ। ଏମିତି ହଉଛ? ମୁଁ ମୂଷକ? ଆରେ ହଁ। ଚୁପ୍, ଯଦି ମୁଁ ମୂଷକ ହେବି ନା ତାହେଲେ ତମେ ଗୋଟେ ଗଧି। ଗଧି? ଆରେ ହଁ, ତମେ ଗୋଟେ ଗଧି। ଜାଣିଛ, ଯେମିତି ଗଧି ଉପରେ ଯେତେ ବୋଝ ନଥିଲେ ବି ନା ସେମିତି ତମେ ମୋ ପଛରେ ପଡ଼ିଛ। ଆରେ ମୁଁ ଯଦି ଗଧି ହେବି ତମେ ତ ନିଶ୍ଚୟ ମୋର ଗଧ ହେଇଯିବ ନା? ହଁ, ତମେ ଗଧି, ମୁଁ ଗଧ। ହଁ ତ। ଚୁପ୍, ଗଧି ଗଧ ଚାଲିଛି। ଯାଅ କୋଉ ଚିଡ଼ିଆଖାନାକୁ ଯାଅ, ଗଧି ଗଧର ସେଇଠି ପ୍ରେମ ନଟା। ଆରେ ମୁଁ ଜଣେ କଣ ଯିବି? ତମେ ଗଧ ଆଉ ମୁଁ ଗଧି, ସେ ଚିଡ଼ିଆଖାନାକୁ ଯାଇ ଆମେ ଯେବେ ସେଠାରେ
ପ୍ରେମ କରିବା ପ୍ରେମ କରିବା ହଁ ତାହେଲେ କଣ ଜନ୍ମ ହବ ଗଧି ନା ଗଧ? ଗଧ ବି ଜନ୍ମ ହବ ଆଉ ଗଧି ବି ଜନ୍ମ ହବ ଏକାଥରକେ ଦିଟା ଚୁপ! ଆରେ କି ପ୍ରେମ କି ତେଜ! ଏଇ ଅଳ୍ପ ସମୟରେ ପ୍ରେମ କରିଛ ଆଉ କେତେ ଦୂରକୁ ସ୍ୱପ୍ନ ଦେଖି ସାରିଛ। କଣ ଗଧି ଗଧର ପ୍ରେମ ଚାଲିଛି। ତମେ କଣ ଜାଣିନ କି ଏଇଟା ହଉଛି 5G ର ଯୁଗ। ଏଇଠି ସବୁ ଜିନିଷ ବେଶୀ ତେଜ। 5G ବାରେ 5G ଯୁଗର ନାରୀ ସତ କହୁଛ। ଯୋଉ ତେଜରେ ଯାଉଛ ନା ଏଇଠି ମୁଁ ଆଉ ଯଦି ଆଉ 2-4 ମିନିଟ୍ ରହିଯିବି ନା ସତରେ ଏଇଠି ଗୋଟେ ଛୁଆ ଜନ୍ମ ହେଇଯିବ ଲାଗୁଛି। ଗୋଟେ କଣ ଦିଟାରୁ ତିନିଟା ବି ହେଇପାରେ। ଆରେ ଚୁପ୍! ତମେ ସତ କହୁଛ ଏଠି ଚାଲିଯାଅ ନହେଲେ ତମକୁ ଏମିତି ମାରିବି। ମାରେ ମାରେ ଏଠି ତମକୁ। ମୁଁ କାହିଁକି ଏଠି ଚାଲିଯିବି ଯେ? ମୁଁ ପରା ତମକୁ ଭଲ ପାଉଛି। ମୁଁ କଣ ତମକୁ ଛାଡ଼ିକି ଯାଇପାରିବି? ଆରେ ଏମିତି ମୋ ପାଖକୁ ଦୂରକୁ ଯାଉନି। ଆରେ ଆସ ମୋ ପାଖକୁ ଫେରି ଆସ। ହେଲେ ଶୁଣ ସତରେ ତମେ ମତେ ଭଲ ପାଇବନି ତ? ନା ମୁଁ କେବେ ହେଲେ ମୁଁ ତୁମକୁ ଭଲ ପାଇବିନି। ସତରେ ମତେ ଭଲ ପାଇବନି ତ? ଭଲ ପାଇବିନି ଭଲ ପାଇବିନି ଭଲ ପାଇବି। ହଉ ଠିକ ଅଛି। ତମେ ଯଦି ମତେ ଭଲ ନ ପାଇବ ନା ମୁଁ ଆଉ ଏଠି ଜମାରେ ରହିବିନି। ଏଇଠି କଣ ଏ ଦୁନିଆରେ ମଧ୍ୟ ରହିବିନି। ସତରେ ତମେ ଯଦି ମତେ ମନା କରିଦବ ନା ମୁଁ ଏଠୁ ଚାଲି ଯାଇ ଆତ୍ମହତ୍ୟା କରି ମରିଯିବି। ଆରେ ଯାଅ ତମକୁ କିଏ ମନା କଲା? ଯାଅ ମରିଯାଅ। କିଏ ମନା କରିଛି ତମକୁ? ହଉ ଠିକ ଅଛି। ତମେ ଯଦି କହୁଛ ମତେ ମରିବା ପାଇଁ ମୁଁ ଆଉ ଏଠି ରହିବି କାହିଁକି? ଠିକ ଅଛି ମୁଁ ଚାଲିଲି। ହଁ ଆରେ ଯାଅ ତମକୁ କିଏ ମନା କରିଛି? ଆରେ ହଁ ମୁଁ ଯାଉଛି। ଆରେ ଯାଅ। ଆଉ ଦେଖିବ ମୁଁ ନିଶ୍ଚୟ ଆତ୍ମହତ୍ୟା କରିଦେବି। ଆରେ ମରିଯାଅ କିଏ ମନା କରିଛି? ମଞ୍ଚସ୍ଥ କରୁଥିବା ନାଟକରେ ଯୋଉ ହିରୋ ହିରୋଇନର ମିଲନ ଶୁଣି ଅତି ଖୁସି ହୋଇ କଏଟପଦାର ମ୍ୟୁଜିକ ଟିମ୍ ତାହେଲେ ମୁଁ ଯାଉଛି ଆଉ ଯାଇକି ନିଶ୍ଚୟ ଆତ୍ମହତ୍ୟା କରିଦେବି। ଆରେ ଯାଅ ମରିଯାଅ ତମକୁ କିଏ ମନା କଲା? ସତରେ ମରିଗଲି ତୁ ଆରେ ଆରେ ତମେ ମତେ ଡାକିଲ? ଥରେ ମୁଁ ତମକୁ ଡାକିବି କାହିଁକି? ହଁ ଆରେ ତମେ ତ ମରିବା ପାଇଁ ଯାଉଥିଲ ନା। ଯାଅ ମରିଯାଅ ତମକୁ ଡାକୁଛି କିଏ? ମୋ କାନରେ ବାଜିଲା ତମେ ମତେ ଡାକିଲ ବୋଲି। ସେଥିପାଇଁ ମୁଁ ପାଗଳ ହେଇକି ଦୌଡ଼ି ହେଇକି ତୁମେ ଚାଲିଲି। ନିଶ୍ଚୟ ପାଗଳ ହେଇଯାଇଛ। ସେଇଥିପାଇଁ ତୁମ ଶବ୍ଦଟା ତମ କର୍ଣ୍ଣରେ ସଦା ସର୍ବଦା ଆସୁଅଛି। ହଉ ଠିକ ଅଛି। ତମେ ଯଦି ମତେ ଭଲ ପାଅନି ଆଉ ଡାକିନି ତାହେଲେ ମୁଁ ମରିବା ଲୋକ ଏଠି ରହିକି କଣ କରିବି? ଠିକ ଅଛି ତାହେଲେ ମୁଁ ଯାଉଛି। ଯାଅ। ହ୍ୟାଲୋ ଆରେ ଏବେ କଣ ହେଲା? ଏବେ ତମେ ମତେ ଡାକିଲ ନା ମୋର କାନରେ ବାଜିଛି। ଆରେ ହଁ ବାବା ମୁଁ ତମକୁ ଡାକିଛି। ମାନେ ତମେ ମତେ ଡାକିଲ? ଆରେ ମୁଁ ଭାବିଲି ଯୋଉ ବାଘରୁ ତମକୁ ରକ୍ଷା କରିଛି ଆଉ ମୋ ପାଇଁ ତମ ଜୀବନ ଚାଲିଯିବ ସେଇଟା ଉଚିତ ନୁହେଁ। ସେଇଥିପାଇଁ ମୁଁ ତମକୁ ଡାକିଛି। ଆରେ ଜାଣିଛ ମୁଁ ତମକୁ ଗୋଟେ ହୃଦୟର କଥା କହୁଛି। ଶୁଣିବ? ଶୁଣିବ? ହଁ ତାହେଲେ ଶୁଣ। ଜାଣିଛ ସତ କହୁଛି ମୁଁ ତୁମକୁ ପ୍ରଥମ ଦେଖାରେ ଭଲ ପାଉଛି। ସତରେ? ଆରେ ହଁ ହେଲେ ତମେ ଯଦି ମତେ ପ୍ରଥମରୁ ଭଲ ପାଉଛ ତାହେଲେ ଏମିତି ମାଙ୍କଡ ବୋଲି ଡେଉଁଥିଲ କାହିଁକି? ଆରେ ସେଇଟା ଟିକେ ଥଟ୍ଟା ମଜା କରିଥିଲି। ଆଉ ଯୋଉ ପ୍ରେମରେ ଏମିତି ଥଟ୍ଟା ମଜା ନଥିବ ସେମିତି ପ୍ରେମ କରିକି କି ଲାଭ? ହଁ ସତରେ ସେଥିପାଇଁ ଟିକେ ଥଟ୍ଟା ମଜା କରିଥିଲି ବୋଲି ତମେ ଯାଉଛ କଣ ଆତ୍ମହତ୍ୟା କରିବା ପାଇଁ? ଆରେ ମୁଁ ସତ କହୁଥିଲି। ତମେ ଯଦି ମତେ ମନା କରିଦେଇଥାନ୍ତେ ନା ମୁଁ ଯାଇକି ନିଶ୍ଚୟ ଆତ୍ମହତ୍ୟା କରିଦେଇଥାନ୍ତି। ଆରେ ମୁଁ ତୁମକୁ ଭଲ ପାଉଛି। ହଁ ଜାଣିଛ ଏଇ ଜହ୍ନରେ ତମ ନାଁକୁ ଲେଖି ଦେଇ ସାରିଛି। ସତରେ? ଆରେ ହଁ ଆଉ ଏ ଆକାଶରେ ତମ ନାଁକୁ ଲେଖି ଦେଇ ସାରିଛି। ସତରେ? ଆଉ ଜାଣିଛ ଆଉ ଏ ଛାତିରେ ବି ତମ ନାଁକୁ ଲେଖି ଦେଇ ସାରିଛି। ଜହ୍ନରେ ଲେଖିଛି
তারারে লেখিছি না ছাতিরে লেখিছি মো লাভ ইউ আই লাভ ইউ লাভ ইউ আই লাভ ইউ জগরে লেখিছি না তারারে লেখিছি না ছাতিরে লেখিছি মো love you I love you love you I love you love you I love you I love you আকাশে লেখিনা পাগলে লেখিনা পেপরে লেখিবো love you I love you love you I love you love you I love you I love you तुमको देखिला पारे मन हृदय रे पाइबाको तुम प्रेम दिन राति झुरी मरे तुमको देखिला पारे मन हृदय रे पाइबाको तुम प्रेम दिन राति झुरी मरे আখিরে লেখিনা অঠরে লেখিনা মনরে লেখিব love you I love you 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 love you, I love you. 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 ମୁଁ ତୁମକୁ ଭଲ ପାଇଛି ଆଉ ତମେ ବି ମୋତେ ଭଲ ପାଉଛ ହେଲେ ତମେ ତ ମୋ ପରିଚୟ ଶୁଣି ସାରିଲ ହେଲେ ଏଇଯାଏ ମୁଁ ତମ ପରିଚୟ ଜାଣିପାରିଲିନି ତମ ପରିଚୟଟା କ'ଣ ମୋ ପରିଚୟ ଆରେ ବାବା ହଁ ତମ ମୋ ପରିଚୟ ପରିଚୟ ଶୁଣିବ ଆରେ ହଁ ହଉ ଠିକ ଅଛି ତାହେଲେ ମୁଁ କହୁଛି ମୁଁ ହଉଛି ରତ୍ନଗଡ଼ ରାଜା ଚନ୍ଦ୍ରକାନ୍ତଙ୍କ ଏକମାତ୍ର କନ୍ୟା ନାମ ମୋର ଶ୍ରାବଣୀ ତାହେଲେ ତମେ ମୋ ପିଉସା ଚନ୍ଦ୍ରକାନ୍ତଙ୍କ ଝିଅ ତମ ପିଉସା ଆରେ ହଁ ଚନ୍ଦ୍ରକାନ୍ତ ହଉଛନ୍ତି ମୋ ପିଉସା ମୁଁ ହଉଛି ତପନଙ୍କର ପୁତ୍ର ଆଉ ନା 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 ଆମ ଦୁହିଁଙ୍କ ମଧ୍ୟରେ ପ୍ରେମଟା ହଉଛି ଅସମ୍ଭବ ଆରେ ତମେ ବି ବଦଳିଗଲ କାହିଁକି କାହିଁକି ଅସମ୍ଭବ କାହିଁକି ଅସମ୍ଭବ ଜାଣିଛ କାହିଁକି ତମେ ଅଛ ମୋ ପିଉସା ମୋ ପିଉସୀଙ୍କ ଝିଅ ସେଥିପାଇଁ ମୋତେ ଲାଗୁଛି ଆମେ ଦୁହେଁ ଭାଇ ଭଉଣୀ ଆରେ ନାଇଁ ତମେ ଏମିତି କହନି ଆମେ ଦୁହେଁ କେବେ ବି ଭାଇ ଭଉଣୀ ପାଇବାନି ତମେ ମୋ ପିଉସାଙ୍କ ଝିଅ ମାନେ ମୋ ଭଉଣୀ ଆଉ ଭାଇ ଭଉଣୀ ମଧ୍ୟରେ ପ୍ରେମଟା ହଉଛି ଅସମ୍ଭବ ନା ମୁଁ ସେ ପିଉସା ପିଉସୀ କିଛି ମାନିବିନି ମୁଁ ତମକୁ ଭଲ ପାଇଛି ମାନେ ଭଲ ପାଇଛି ହେଲା ଆଉ ଯେମିତି ଆଜି ଭଲ ପାଉଛି ସେମିତି ମୋ ଜୀବନରେ ସବୁବେଳେ ଭଲ ପାଉଥିବି ମୁଁ ମାନୁଛି ତମେ ମୋତେ ଭଲ ପାଉଛ ଆଉ ମୁଁ ବି ତୁମକୁ ଭଲ ପାଉଛି ହଁ ହେଲେ ଆମ
ଆମ ସମ୍ବନ୍ଧଟା ହେଉଛି ଗୋଟେ ରକ୍ତର ସମ୍ବନ୍ଧ। ଆଉ ଗୋଟେ ରକ୍ତ ସମ୍ବନ୍ଧରେ ଏମିତି ପ୍ରେମ ଭାବଟା ଉଚିତ ନୁହଁ। ନାଇଁ ନାଇଁ ତମେ ଏମିତି କହନି। ତମେ ଯଦି ମତେ ଏମିତି କହିଦେବ ମୁଁ କଣ ତମ ପାଇଁ ବଞ୍ଚିପାରିବି? ଆରେ ସେ ରକ୍ତ ସମ୍ପର୍କ ସେ ଘର ସମ୍ପର୍କ ଏ ଦୁନିଆରେ ଚଲେନି। ଆଜିକାଲି ଦୁନିଆରେ କେହି ନ ଜାଣନ୍ତି ସେ ରକ୍ତ ସମ୍ପର୍କ। ଆଜିକାଲି ଦୁନିଆରେ ଯାହାକୁ ଥରେ ଭଲ ପାଇଦିଏ ନା ମନ, ସେ ସବୁବେଳେ ସେ ମନ ଭିତରେ ହୋଇ ରହିଥାଏ। ଠିକ ଅଛି ବାବା, ତମ କଥାରେ ମୁଁ ରାଜି। ବର୍ତ୍ତମାନ ସମସ୍ତେ ଜାଣୁଛନ୍ତି ଯେ ନିଜ ପିଉସା ଓ ନିଜ ପିଉସୀଙ୍କ ଝିଅକୁ ବାହା ହେଇପାରନ୍ତି। ଠିକ ଅଛି, ତାହେଲେ ତମ କଥାରେ ମୁଁ ବି ରାଜି। ହଁ ତାହେଲେ ଠିକ ଅଛି ଶ୍ରାବଣୀ, ଆଉ ଆଉ ସମୟକୁ ନଷ୍ଟ କରିବାନି, ଚାଲ ଶୀଘ୍ର ଚାଲିଯିବା। ଆଉ ଆମ ଏ ଦୁହେଁ ପ୍ରେମଙ୍କ ସମ୍ବନ୍ଧକୁ ଆମେ ଯାଇ ଆମ ପିଉସା, ଆମ ପିଉସୀ, ମୋ ବାପା ସମସ୍ତଙ୍କୁ କହିଦେବା। ଠିକ ଅଛି ଚାଲ ଆଉ ସମୟକୁ ନଷ୍ଟ କରିବାନି, ଶୀଘ୍ର ଚାଲିଯିବା। ତାହେଲେ ଯିବା। ଚାଲ।